ଆଜି ପଖାଳ ଦିବସ ଉପଲକ୍ଷେ ଅମିତା ଲାଇଫ୍ ଆଣ୍ଡ ଲିଭିଂରୁ ଆପଣମାନଙ୍କୁ ମୋର ନମସ୍କାର। ଆଜି ମୁଁ ପଖାଳ ଦିବସ ଉପଲକ୍ଷେ ରଖିଛି ଶାଗ, ଭେଣ୍ଡି, କଖାରୁ, କଲରା, ବାଇଗଣ, ବଢ଼ି, ଆଳୁ। ମୁଁ କଖାରୁ ଭେଣ୍ଡିକୁ ବେସନ ଦେଇକି ଭାଜିବି, କଲରାକୁ ମୁଁ ବେସନ ଦେଇକି ଭାଜିବି, ବାଇଗଣକୁ ମୁଁ କର୍ଣ୍ଣଫ୍ଲୋର ଦେଇକି ଭାଜିବି, ବଢ଼ିକୁ ମୁଁ ଚୁରିବି, ଆଳୁକୁ ମୁଁ ବରା କରିବି। ଦେଖନ୍ତୁ ଏବେ ମୁଁ ତେଲ ପକାଇ ଦେଇଛି, ତେଲ ମୋର ଗରମ ହେଇଯାଇଛି। ଏବେ ମୁଁ ବଢ଼ିକି ତା ଦେହରେ ପକାଇ ଦେଉଛି। ଦେଖନ୍ତୁ ଏବେ ମୋର ବଢ଼ି ଗୁଡ଼ାକ ଭାଜି ହେଇଯାଇଛି। ବର୍ତ୍ତମାନ ସେଇ ତେଲରେ ମୁଁ ଭେଣ୍ଡିକୁ ଭାଜିବି। ଟିକେ ଫୁଟଣ ପକାଇଦେଲି, ଲଙ୍କା ପକାଇଦେଲି, ରଖିଥିବା ଭେଣ୍ଡିକୁ ମୁଁ ପକାଇଦେଲି। ଦେଖନ୍ତୁ ଏବେ ମୋର ଭେଣ୍ଡି ଭଜାଟା ପ୍ରସ୍ତୁତ ହେଇଯାଇଛି। ଦେଖନ୍ତୁ ସେଇ କଡ଼େଇରେ ଏବେ ଶାଗକୁ ପକାଇଦେଲି ଭାଜିବା ପାଇଁ। ଏବେ ସେଇ କଡ଼େଇରେ ମୁଁ ଶାଗକୁ ପକାଇଦେଲି। ଏବେ ଶାଗ ମୁଁ ଭାଜିବି। ଶାଗରେ ମୁଁ ଅଳ୍ପ ଲୁଣ ପକାଇ ଦେଇଛି। ଏବେ ମୁଁ ଶାଗକୁ ବଘାରିବି। ସେଥିରେ ଫୁଟଣ ପକାଇଦେଲି, ଲଙ୍କା ପକାଇଦେଲି, ରସୁଣ ପକାଇଦେଲି, ଏବେ ମୁଁ ଶାଗକୁ ପକାଇଦେଲି। ଏବେ ଶାଗକୁ ଟିକେ ଘୋଡ଼େଇ ଦେବି, ଚୁଲି ବନ୍ଦ କରିଦେଉଛି। ଏବେ ମୁଁ ବାଇଗଣ ଭାଜିବି। ତା ଦେହରେ 2 ଚାମଚ କର୍ଣ୍ଣଫ୍ଲୋର ପକାଇଦେଲି, ଲୁଣ 1/2 ଚାମଚ ପକାଇଦେଲି, ହଳଦୀ ପକାଇଦେଲି। ଏବେ ଭଲ ଭାବରେ ତାକୁ ଗୋଳେଇ ଦେବି। ଏବେ କଡ଼େଇ ଗରମ ହେଇଗଲା। ମୁଁ ତା ଦେହରେ ଅଳ୍ପ ତେଲ ପକାଇ ଦେଉଛି। ଏବେ ରଖିଥିବା ବାଇଗଣକୁ ମୁଁ ତା ଦେହରେ ପକାଇ ଦେଉଛି। ଦେଖନ୍ତୁ ଏବେ ମୋର ବାଇଗଣ ଭଜା ହେଇଯାଇଛି। ଏବେ ମୁଁ କଲରା ଭଜା ପ୍ରସ୍ତୁତ କରିବି। ସେଥିପାଇଁ ଅଳ୍ପ ଲୁଣ ପକାଇଲି, କର୍ଣ୍ଣଫ୍ଲୋର 1 ଚାମଚ 2 ଚାମଚ ପକାଇଲି, ହଳଦୀ ପକାଇଲି। ଏବେ ମୁଁ ଭଲ ଭାବରେ ତାକୁ ଗୋଳେଇଲି। ଯେଉଁ କଡ଼େଇରେ ମୋର ବାଇଗଣ ମୁଁ ଭାଜିଥିଲି ସେଇ କଡ଼େଇରେ ତେଲ ଅଛି। ମୁଁ ସେଥିରେ କଲରାକୁ ପକାଇଦେଲି। ଏବେ ମୁଁ କଲରା ଭଜା ପ୍ରସ୍ତୁତ କରିବି। ଏବେ ମୋର କଲରା ଭଜା ପ୍ରସ୍ତୁତ ହେଇଯାଇଛି। ଏବେ ମୋର କଲରା ଭଜା ପ୍ରସ୍ତୁତ ହେଇଯାଇଛି। ଏବେ ମୁଁ ଆଳୁ ବରା ପ୍ରସ୍ତୁତ କରିବି। ଗୋଟେ ଆଳୁ ରଖିଛି, ପିଆଜ ରଖିଛି, ଟିକେ ଅଳ୍ପ ଲୁଣ ପକାଇଦେଲି। ଏବେ ଭଲ ଭାବରେ ତାକୁ ମୁଁ ଚକଟି ଦେବି।
ଏବେ ତା ଦେହରେ ଟିକେ मेथी आउ भेसुंगा पत्र पकईदेवी आउ टिके बेसन पकईदेवी भल भाव ताको मु गोलैकी रखी देखते मुझे आलू बड़ा प्रस्तुत करी एबे मोर आलू बरा प्रस्तुत हो जाइए। आज पखाल दिवस रे मु पखाल भात बड़ी चूरा बैगण भजा आलू बरा साग भजा भेंडी कखारू भजा कलरा भजा काकुड़ी सालाड।